ଜାଣିବାକୁ ଚାହୁଁଛନ୍ତି କି ଆପଣଙ୍କ ବାସ୍ତବ ଚେହେରା କିପରି, ଆପଣଙ୍କ ତେଜରେ ଭରା ଚେହେରାଟି କିପରି? ତ ନିଜକୁ ତପାନ୍ତୁ ଏବଂ ତାପରେ ଦେଖନ୍ତୁ ନିଜ ତେଜ। ଯେବେ ଆପଣ ନିଜ ବିରୁଦ୍ଧରେ ସଂଘର୍ଷ କରୁଥାନ୍ତି ସେବେ ଯେଉଁ ଚେହେରା ଥାଏ, ଚେହେରାରେ ରକ୍ତ ଦୌଡ଼ି ଆସିଛି, ସମ୍ପୂର୍ଣ୍ଣ ଲାଲ ହୋଇଯାଇଛି, ସେଇ ଝାଳ, ସେ ଚେହେରାକୁ କୁହାଯାଏ ସୁନ୍ଦରତା। ସୁନ୍ଦରତା ଏଥିରେ ନାହିଁ ଯେ ସେଜରେ ଶୋଇ ରହିଛନ୍ତି। ସୁନ୍ଦରତା ଅଛି ଯେବେ ଆପଣ ଦାନ୍ତ ଚାପି କହନ୍ତି ନିଜକୁ ହରାଇଦେବି। ନିଜ ସହ ଲଢ଼, ତାପରେ ପାଇବେ ଭିତରେ ଗରିମା ସୃଷ୍ଟି ହୋଇଛି, ଡିଗ୍ନିଟି। ଗରିମା, ଏହା ସେଲ୍ଫ ଏଷ୍ଟିମ୍ ଠାରୁ ବହୁତ ଉପର କଥା। ସେଲ୍ଫ ଏଷ୍ଟିମ୍ ତ ଗୋଟେ ମିଛ ଜିନିଷ। ଗରିମା ଆସେ ନିଜ ସହ ହିଁ ଲଢ଼ିବା ଦ୍ୱାରା। ସେଥିରୁ ହିଁ ଭିତରେ ଏକଦମ ଇସ୍ପାତ ଭଳି ଶକ୍ତି ତିଆରି ହୁଏ। ତାପରେ ମଣିଷ ଡରେ ନାହିଁ। ମଣିଷ କହେ ଯେବେ ନିଜକୁ ଡରିଲୁ ନାହିଁ ତେବେ ତୁମକୁ କାହିଁକି ଡରିବୁ? ଯେବେ ନିଜ ପାଖରୁ ହାରିଲୁ ନାହିଁ ତ ତୁମ ପାଖରେ କାହିଁକି ହାରିବୁ? ଚେହେରାରେ ବଡ଼ ଆଶ୍ୱାସନା ଆସିଯାଏ, ଶାନ୍ତ ଆତ୍ମବିଶ୍ୱାସ। କେହି ପଚାରେ କାହିଁକି ଏତେ ବିଶ୍ୱାସ ଯେ ଦୁନିଆ ଆଗରେ ହାରିବନି? ଉତ୍ତର ଦିଏ କାରଣ ଆମେ ନିଜ ପାଖରୁ ହାରିଲେ। ଯିଏ ନିଜ ପାଖରୁ ହାରେ ନାହିଁ ସେ ଆଉ କାହା ପାଖରେ ବି ହାରେ ନାହିଁ।